ସବୁ କଥା କହିଲେ କିଛି ବାଧିପାରେ। ଯଦି ଆମେ କହିବୁ କାହାକୁ ବାଧିଲେ ବି ଆମର ନୋ ଟେନସନ୍। ଆମେ ଗୋଟେ ଭଲ କଥା ଆମେ କହୁଛୁ। ଆମେ ପହଞ୍ଚୁ ତହସିଲଦାର, ଯେଉଁ ତହସିଲ ଅଫିସ୍ ପାଖରେ ପହଞ୍ଚୁ। ତହସିଲରେ ଯିବା ଯେଉଁ ରାସ୍ତା ଅଛି, ଯେଉଁମାନେ ମାନେ କ୍ୱାର୍ଟର ନେଇଛନ୍ତି, ଯେଉଁ ତହସିଲ ଯେଉଁ କଲୋନୀ କୁହାଯାଏ, ସେ କଲୋନୀ ନେଇକି ଯେଉଁ ରାସ୍ତା ହେଇଛି, ଆଜ୍ଞା ଦେଖିପାରୁଥିବେ ଆପଣ ବାସ୍ତବ ଦେଖାଉଛୁ। ଟିକେ ଆଡ଼େଇ ଦେଉଛି, କିଏ କରୁଛି ଜାଣିନୁ, ଟିକେ ଆଡ଼େଇ ଦେଉଛି ଆଜ୍ଞା। ଆଜ୍ଞା ଟିକେ ଆଡ଼େଇ ଦେଉଛି ଆଜ୍ଞା, ଦେଖନ୍ତୁ ଆଜ୍ଞା ଆଜ୍ଞା ଟିକେ ଭିଡ଼ିଓ ଆପଣ ଦେଖନ୍ତୁ ଆଜ୍ଞା। ଇଏ ତହସିଲ ଅଫିସ୍ ପାଖରୁ କଲୋନୀ କି ରାସ୍ତା ହେଇଛି ଆଜ୍ଞା, ଟିକେ ଦେଖନ୍ତୁ ଆଜ୍ଞା। ହାତ ଛଡ଼ିବି କି ଇଏ ମିନିମମ୍ 3 ମାସ କି 2 ମାସ କ'ଣ ହେବ କାମ ହେଇଛି, 15 ଦିନ ହେବ କାମ ହେଇଛି। ଦେଖନ୍ତୁ ଦେଖନ୍ତୁ ଆଜ୍ଞା, ଇଏ କାମ ହେଇଛି ଆଜ୍ଞା। ଯେଉଁ ବ୍ୟକ୍ତି କାମ କରୁଛି ସେ ତା ଘର କାମ କରୁଛି ନା କାହା କାମ କରୁଛି, ସେ ଜାଣିବା ଦରକାର କାମ କେମିତି ହେଉଛି। ଟିକେ ସିଏ ଧରି ଆଗକୁ ଯିବା। ଆପଣ ଦେଖିପାରୁଥିବେ ଇଏ କଡ଼ ବାଲି ଦେଖନ୍ତୁ ଦେଖନ୍ତୁ ଆଜ୍ଞା, ଆଡ଼େଇ ଦେଉଛି ବାଲି। ଆମେ କାହିଁ ଆସି ଦେଖନ୍ତୁ, ଇଏ ହେଉଛି ବାଲି ଆଜ୍ଞା। ଆକୁ ଯଦି ଆଡ଼େଇବା, ଓ ହଇଲୋ ଟିକେ ଭିତରେ ହୋଇ ଦେଖନ୍ତୁ ଆଜ୍ଞା, ଦେଖନ୍ତୁ ଦେଖନ୍ତୁ ଇଏ ତ ଆଡ଼େଇବା, ଇଏ ଦେଖନ୍ତୁ ସେ କାମ କେମିତି ହେଇଛି। ସିମେଣ୍ଟ ପୁରା ପକେଇନି ଧୂଳି ବାହାରୁଛି। ଆଉ ଟିକେ ଆଗକୁ ଯିବା ଦେଖିବା ଆଜ୍ଞା। ଏଠି ଦେଖନ୍ତୁ ମାଟି ତାକୁ ମିଳିଲାନି, ତାକୁ ମାଟି ମିଳିଲାନି, ସେଉଠୁ ଟାଣି ସେଉଠୁ ପକେଇଲା। ତା ଅର୍ଥ ଏଇ କଭରଟା ବଞ୍ଚିବା ପାଇଁ, କାଳେ କିଏ ଦେଖିବି ଫୋଡ଼ ହେଇଛି, କାଳେ ଫାଟ ହେଇଛି, ସେ ଦେଖିପାରୁଥିବେ। ଇଏ ପୁଣି ତହସିଲ ଅଫିସ୍ ଭିତର କଲୋନୀ କି ରାସ୍ତା, ଆପଣ ଜାଣିପାରୁଥିବେ ଏ ରାସ୍ତା କେମିତି ହେଇଛି। ଆଉ ଗୋଟେ ପ୍ରଶ୍ନ ଆମେ କରିବା, ଯେଉଁମାନେ କଲୋନୀରେ ରହୁଛନ୍ତି ତହସିଲ ଅଫିସ୍ରେ କେତେ ଭଡ଼ା ଯାଇଛି, ସେଟା ବଡ଼ ପ୍ରଶ୍ନ ଉଠୁଛି। ଆମେ ଜିରୋ ଗ୍ରାଉଣ୍ଡ ଦେଖେଇଲେ କାଳେ ଡବଲ ଇଞ୍ଜିନ୍ ସରକାରକୁ ବାଧିବ, କାଳେ ପ୍ରଶାସନକୁ ବାଧିବ। ହେଲେ ବି ଆମେ ସତ୍ୟ ପ୍ରକାଶ କରିବା। ଏଠି ଯେତେ ଯେଉଁଠି କାମ ହେଇଛି, ଆଉ ଗୋଟେ ପ୍ରଶ୍ନ ଦେଖିବା, ଟିକେ ଭିତରକୁ ଯିବା ଆଜ୍ଞା। ଇଏ କାମ ଦେଖନ୍ତୁ, ଇଏ କାମ ଦେଖନ୍ତୁ ଏଠି ଆଉ ମାଟି ପଡ଼ିପାରିଲାନି, ଇଏ ବାଲିକୁ ଚାକିଦେଲା। ଯେଉଁ ଜାଣିପାରୁଥିବେ ଯେଉଁ ଆମର ଘରଟି ଖୋଲା ହେଇଛି, ସେ ଘରଟି ଦେଖନ୍ତୁ କୋର୍ଟ ଆଜ୍ଞା, କୋର୍ଟର କୋଲର ମରା ହେଇଛି ଦେଖିପାରୁଥିବେ। ସେଟା ଦେଖନ୍ତୁ, ଆମେ ସତ କହିଲେ କିଛି ବାଧିବ, କିଏ ଗାଳି ଦେବ, ହେଲେ ଚଳିବ। ଦେଖନ୍ତୁ ସାର୍, ଇଏ ପୁଣି ହେଉଛି ମାର୍ଶାଇ ବ୍ଲକର କୋର୍ଟର ଯେଉଁ କଲର, ଯେଉଁଠି ଏଇଠି ହିଁ ଦିଆହେଇଥିଲା, ଉଦ୍ଘାଟନ କରାହେଇଥିଲା ଯେ ଏଠି କୋର୍ଟ ହେଲା। ତାର ନେତୃତ୍ୱ ନେଇଥିଲେ, ତାଙ୍କ ନାଁ ଆମେ କହୁନୁ। ସେ ନେଇ ଦେଖିପାରୁଥିବେ ଇଏ କାମ କେମିତିଆ କେଉଁଠି ହେଉଛି। ଏ ନେଇକିରି ଯେତେ କଲୋନୀ ଅଛି, ସେ କଲୋନୀରେ କିଏ ରହୁଛନ୍ତି କିଏ ରହୁନାହାନ୍ତି, ତା ଦାୟୀ କିଏ? ଆମର ଯେଉଁ ଆସୁଛନ୍ତି ତହସିଲଦାର ମନମୁଖୀ, ହଁ ସେଇଟା ହେଇଗଲା ସେଇଟା ହେଇଗଲା, କିନ୍ତୁ ତାକୁ ପ୍ରତିବାଦ କରୁନାହାନ୍ତି। ଆମେ କହୁଛୁ ଜିରୋ ଗ୍ରାଉଣ୍ଡରୁ ସତ୍ୟ ପ୍ରକାଶ କରୁଛୁ। କାହାକୁ ବାଧିପାରେ, କାହାକୁ ଭଲ ଲାଗିପାରେ, ଏ ନେଇକିରି ଆପଣ ସିଧା ବିଚାର କରନ୍ତୁ। ଆମେ ଯେଉଁ ଚ୍ୟାନେଲରେ ଅଛୁ ସତ୍ୟ ପ୍ରକାଶ କରୁଛୁ, ଯେଉଁଠି ଯିବୁ ସତ୍ୟ ପ୍ରକାଶ କରିବୁ। ଦେଖିପାରୁଥିବେ ଏଇ ଯେଉଁ ମାର୍ଶାଇ ବ୍ଲକର ଏରିଆର କଥା ଆମେ କହୁଛେ। ଇଏ ମାର୍ଶାଇ ବ୍ଲକ ଏରିଆ କଥା କ'ଣ, ତା ତ ହେଉଛି ତହସିଲ ଅଫିସ୍ କଥା ଆମେ କହୁଛେ। ଇଏ ନେଇକି ଦେଖିପାରୁଥିବେ କଲୋନୀ କି ରାସ୍ତା କେମିତି ହେଇଛି। ମାରି ପିଟି ଖାଇଯିବେ, ସାଧା ଲୋକ ବୋକା ହେଇ ଅନେଇଥିବେ। ଆମେ କାହିଁ କହୁଛୁ ନା, ସାଧା ଲୋକ ସତର୍କ ହେବା ଦରକାର। ଯାହାକୁ ଭୋଟ ଦେଇଛ ତାକୁ ପଚାର କାହିଁକି ରାସ୍ତା ଏମିତି ଖରାପ ହେଲା। କେହି ପଚାରି ପାରିବେନି, କିନ୍ତୁ ଭୋଟ ନେଲେ ଟଙ୍କା ନେଇଛ, ମାଲ ପିଇଛ, ପଇସା ନେଇଛ, ହେବନି। କାହିଁକିନା ଯେତେବେଳେ ଭୋଟ ଦେଉଛ ଦେଖି ଚାହିଁ ଭୋଟ ଦିଅ, ବିନା ଟଙ୍କାରେ ଭୋଟ ଦିଅ, ସେ ଠିକ୍ କାମ କରିବ। ଇଏ ହେଉଛି ରାଜନୀତି ସେଇଆ। ଆମେ କହୁଛୁ ଆପଣ କାହାକୁ ବାଧିପାରେ। କେନ୍ଦ୍ରାପଡ଼ାରୁ ନାମଙ୍କ ରିପୋର୍ଟ, ଓଡ଼ିଶା ଡ୍ରିମ୍ ଟିଭି।